ଥରେ ମା ଲକ୍ଷ୍ମୀ ଠାକୁରାଣୀ ଆଉ ଜଗନ୍ନାଥ ଏକାନ୍ତରେ ବସିଥିଲେ। ମା ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କୁ ପଚାରିଲେ, ହେ ଜଗନ୍ନାଥ, ମୋତେ ମିଶେଇକିରି ଆପଣଙ୍କର 108ଟା ପତ୍ନୀ। ଆପଣ ଆମ ସମସ୍ତଙ୍କ ଭିତରୁ କାହାକୁ ବେଶୀ ଭଲ ପାଆନ୍ତି? ଜଗନ୍ନାଥ ସେଇଠୁ ଭାବୁକ ହେଇଗଲେ। ଜଗନ୍ନାଥ କିଛି ଚିନ୍ତା କରି କହିଲେ ଯେ ମୋର ଅତି ପ୍ରିୟ ହେଉଛି ମୁଁ ତ ସମସ୍ତଙ୍କୁ ବହୁତ ଭଲ ପାଏ, କିନ୍ତୁ ମୋର ଅତି ପ୍ରିୟ ଜଣେ ଅଛନ୍ତି। ଯିଏ ଅଛନ୍ତି ତାଙ୍କୁ ମୋତେ ଟିକେ ଆଘାତ ଲାଗିଲେ ତାଙ୍କ ଦେହରେ ବି ଆଘାତ ଲାଗିଯାଏ। ମୋ ଦେହରେ କଣ୍ଟା ଫୁଟିଗଲେ ତାଙ୍କ ଦେହରେ ବି କଣ୍ଟା ଫୁଟିଯାଏ। ମା ଲକ୍ଷ୍ମୀ ଏହା ଶୁଣି ପଚାରିଲେ ଯେ କିଏ ସେ ଭାଗ୍ୟବାନ? ଆପଣ ଏତେ କଥା କହୁଛନ୍ତି, କାହା ବିଷୟରେ କହୁଛନ୍ତି? ଆପଣ ଟିକେ ବିସ୍ତାର କରି କୁହନ୍ତୁ। ସେଇଠୁ ଜଗନ୍ନାଥ କହିଲେ, ସେ ବିଷୟରେ ମୁଁ ତମକୁ ନିଶ୍ଚୟ କହିବି। କାହିଁକି ନା ସିଏ ହେଉଛନ୍ତି ମୋର ଅତି ପ୍ରିୟ। ସିଏ ହେଉଛନ୍ତି ମୋର ଅତି ପ୍ରିୟ ଭକ୍ତ। ସିଏ ହେଉଛନ୍ତି ମୋ ରାଧାରାଣୀ। ମୋର କୌଣସି କଷ୍ଟକୁ ରାଧାରାଣୀ ସହ୍ୟ କରିପାରନ୍ତିନି। ଯେତେବେଳେ ବି ମୁଁ କଷ୍ଟରେ ଥାଏ, ରାଧାରାଣୀ ଜାଣିପାରନ୍ତି। ମୋ ମନ କଥା ରାଧାରାଣୀ ଜାଣିପାରନ୍ତି। ସେଥିପାଇଁ ମୁଁ ରାଧାରାଣୀକି ବେଶୀ ଆଦର ସମ୍ମାନ କରେ। ଲକ୍ଷ୍ମୀ କହିଲେ, କାହିଁକି ଆମେ ସମସ୍ତେ ଅଛୁ, ଆମେ କ'ଣ କେହି ଜାଣିପାରୁନାହୁଁ? ଜଗନ୍ନାଥ କହିଲେ, ତମେମାନେ ସବୁ ଜାଣିପାରିବ, କିନ୍ତୁ ରାଧାଙ୍କ ଭଳିଆ ମୋ ମନ କଥା କେହି ବୁଝିପାରିବେ ନାହିଁ। ଯେତେବେଳେ ମୋର ଟିକେ ଆହତ ହୁଏ କି କିଏ ହୁଏ, ରାଧାରାଣୀ ସବୁ ଆଭାସ ପାଆନ୍ତି। କିନ୍ତୁ ରାଧାରାଣୀ ମୋର ଗୋଟେ ଅଙ୍ଗ ସାଙ୍ଗେ ସମାନ।